ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଯେହେତୁ ଆଜି ମୋ ଦି ଭାଣିଜୀଙ୍କର ଡିମାଣ୍ଡ ଥିଲା ଚକୁଳି ପିଠା ଘୁଗୁନି ଖାଇବାରେ, ଆଜି ସକାଳୁ ତାଙ୍କ ପାଇଁ ପୁରା ଫ୍ରେଶ୍ ବନେଇ ଦେଇଥିଲି। ଦେଖ, ଶୀତ ଦିନରେ ପୁରା ଫ୍ରେଶ୍ ଧନିଆ ମିଳେ ନା, ସବୁ ପ୍ରକାର ପରିବା ମିଳେ। ଯେହେତୁ ମୋର ଧନିଆ ପସନ୍ଦ, ତାପରେ ମୋ ଦୁଇ ଭାଣିଜୀ ଆସିକି ଘରେ ପହଞ୍ଚି ଯାଇଥିଲେ। ତ ଆସିକି ଡିମାଣ୍ଡ କରିଥିଲେ କି ଖାଇବେ ବୋଲି, ଆଉ କିନ୍ତୁ ଖାଇଲେନି। ୟାକୁ ସବୁ ପରିବା ନେଇକି ଆସିଥିଲେ। କହିଥିଲି ନା ଶୀତ ଦିନରେ ସବୁ ପରିବା ଫ୍ରେଶ୍ ମିଳେ ବୋଲିକି। ଏଠି ଝୁଡ଼ି ଭଜା ବସି ଦି ଭଉଣୀ ଖାଉଛନ୍ତି। ଦି ଭଉଣୀ ଖାଉଛନ୍ତି ନୁହେଁ, ତାଙ୍କର ହରକତ ଦେଖ। ସିଏ ତାଙ୍କର ମୋବାଇଲ ଦେଖିବେ, ବଡ଼ ମୋବାଇଲ ଦେଖିବେ, ସାନ ତାଙ୍କର ଦିଦିଟା ଖୋଇଦେବେ। ପୂର୍ବ ଭିଡ଼ିଓରେ ବି ଦେଖିଥିବ, ଯାହା ବି ଖାଇବେ ବଡ଼ ତାଙ୍କର ଶୋଇଥିବେ, ସାନ ତାଙ୍କୁ ଖୋଇ ଦେଉଥିବେ। ଇଏ ମାନେ ନୀତିଦିନିଆ କଥା ତାଙ୍କର। ଏକାଠି ହେଲା ମାତ୍ରକେ ତାଙ୍କର ଏମିତି ଭଲ ପାଇବା ହିଁ ଥାଏ କି ନାହିଁ, ସେ ମୋତେ ଖୋଇ ଦେଉନି କି ମୁଁ ତାକୁ ଖୋଇଦେବି, ଏମିତି କିଛି ନୁହେଁ। ସେ ଯେତେ ଗୁଡ଼େ ବି ଭିଡ଼ିଓ ମୁଁ ପକାଇଛି ଦି ଭଉଣୀଙ୍କର, ସବୁବେଳେ ମନୁ ଖୋଇ ଦେଉଥିବେ ବରଲୋକଙ୍କୁ। ସେ ତାଙ୍କର ମହାରାଣୀ ମୋବାଇଲ ଦେଖୁଥିବେ। ତାପରେ ସେ ଆଉ ଖାଇନଥିଲେ ସକାଳେ, ଡାଇରେକ୍ଟ ଆସି ଭାତ ଖାଇଲେ ବୋଲି ଦେଖ, ସେ ଖାଉ ହସୁଛନ୍ତି। ହସିବାର ରାଜ କେହି ବି ଜାଣିପାରିଲେନି। ମୁଁ ପଚାରି ଥକିଗଲି ବି, ମୁଁ ଜାଣିପାରିଲିନି। ନିରୋଳା ହସି ଚାଲିଛନ୍ତି। କ'ଣ ତାଙ୍କର ବୁଝୁଛନ୍ତି, ତାଙ୍କ କଥାବାର୍ତ୍ତା ସିଏ ଠରାଠରି ହେଇକି ହିଁ କଥାବାର୍ତ୍ତା ହୁଅନ୍ତି। ସେ ତାଙ୍କର ଚାଲିଛି ତାଙ୍କର। ମୁଁ ବୁଝି ପଚାରିଲି, ସେ ଆଉ କିଛି କହିଲେ।